କାର୍ଯ୍ୟକ୍ରମ କରିଛନ୍ତି ତାକୁ ସରକାର ବନ୍ଦ କରିଛନ୍ତି ଏବଂ ଗୋପବନ୍ଧୁ ଆୟୁଷ୍ମାନ ଯୋଜନା ଖୋଲା ଯାଇଛି। ଆଜି ସମସ୍ତ ମହିଳା ଯୁବକ ଛାତ୍ର ଆଦେହରେ ଉପଯୋଗ ପାଇପାରିବେ। ବିଶେଷ କରି 70 ବର୍ଷର ଉର୍ଦ୍ଧ୍ୱ ବ୍ୟକ୍ତି ମାନେ ଭାରତ ବର୍ଷର ଯୋଉଠି ଥିଲେ କାହିଁକି ସେମାନେ ମାଗଣା 7 ଲକ୍ଷ ପର୍ଯ୍ୟନ୍ତ ରୋଗୀ ସେବା ପାଇପାରିବେ। ଏଇଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନିଷ୍ପତ୍ତି ଏବଂ ଏହା ସରକାର ଆଇନ ମଧ୍ୟ ହେଇଛି। ଏ ଅଞ୍ଚଳରେ ଏଠି ବିବେକ ଭାଇ ଅଛନ୍ତି, ସରପଞ୍ଚ ଥିଲେ, ମ୍ୟାଡାମ ଜିଲ୍ଲା ପରିଷଦ ଥିଲେ, ଭରତ ବାବୁ ବିଜୁ ଜନତା ଦଳ ଆମ ସାଙ୍ଗରେ ନିଶ୍ଚୟ ସବୁ ବିଜେଡି ଲୋକ। ବୁଟୁ ବାବୁ ଡବଲ ପକେଟ ବ୍ଲେଡ ଏଟା 2 ପଟ ଥାନ୍ତି। ଆହୁରି ମଧ୍ୟ ବହୁ ତାରିଣୀ ଅଛି, ବହୁ ଯୁବ ଛାତ୍ର ୱାର୍ଡ ମେମ୍ବର ସରପଞ୍ଚ ସଭ୍ୟ ଆମ ସାଙ୍ଗେ ନିଶ୍ଚୟ। ମୁଁ ଗୋଟେ କଥା କହିବି, ଆପଣ ଉତ୍ତର ଦେବେ ତ? 2ଟା ପଶୁ ଏଠି ବୁଲନ୍ତି, 2ଟା ପଶୁ ପାଗଳା ହୁଏ, ଜଣେ ହେଲା କୁକୁର ଆଉ ଜଣେ ହେଲା ବିଲୁଆ। କୁକୁର ପାଗଳା ହେଲେ କଣ କରେ? କାମୁଡ଼ି ଦିଏ। ବିଲୁଆ ପାଗଳା ହେଲେ କଣ କରେ? ଭୁକିବ। ବିଲୁଆ ପାଗଳା ହେଲେ କଣ କରେ? ଏଠି ଗୋଟେ ପାଗଳା ବିଲୁଆ ମାତିଛି, ଜାଣିଛନ୍ତି? ତା ନାଁ ହେଲା ପ୍ରତାପ ଜେନା। ମୁଁ କହିବି ପାଗଳା ବିଲୁଆ ଜଣେ ମାତିଛି, ସିଏ ଖାଲି ଭୁକୁଛି। ତା ଜୀବନରେ ହାରିବାର 4 ମାସ ପରେ ମୁଁ ଗୋଟେ ଭିଡିଓ ଦେଖିଲି ଆଜି, କାହିଁକି କହୁଛି ମୁଁ ତେମତି ଲୁଜ କରିବା ଲୋକ ନୁହଁ। ମାଙ୍ଗାରେ ପାଗଳା ବିଲୁଆ ମାତିଛି, ଏଟା ସମସ୍ତେ ଯାହାଙ୍କର ଫୋନ ଅଛି କା ନାଁ କହିବେନି, ଆଜି ସମସ୍ତେ ସୋସିଆଲ ମିଡିଆରେ ଲେଖିବେ ମାଙ୍ଗାରେ ପାଗଳା ବିଲୁଆ ମାତୁଛି। ତାର କାରଣ ହେଲା 4 ମାସ ହେଲା ପୂର୍ବତନ ବିଧାୟକ ଖାଲି ଗୋଟେ 20 ମିନିଟ ଭାଷଣ ଶୁଣିଲି। ତା ଦେହରେ ସେ କହିଲେ ଓଡିଶାର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ସେ ଭାଷଣ ଶୁଣେଇବି ଯଦି ଆପଣଙ୍କର ଧୈର୍ଯ୍ୟ ଥିବ। ବହୁ ଭାଷଣ ଦେଲେ, ଭାଷଣ ଦେଇ କହିଲେ ଯାହା କରିଛନ୍ତି ସେ କେବଳ ଏକମାତ୍ର କରିଛନ୍ତି। 4 ମାସ ହେଲା ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। 4 ମାସ ନହଉ ଆମେ 15 ବର୍ଷ ବିରୁଦ୍ଧରେ ମୁଁ ତାର ଲଢିଛି, ଜେଲ ଯାଇଛି, କେସ୍ ଖାଇଛି, ମାଡ଼ ଖାଇଛି, ଭୟଙ୍କର ହେଇଛି, ଆନ୍ଦୋଳନ ହେଇଛି, ଧାରଣା ଦିଆ ହେଇଛି, ରାଲି ହେଇଛି, ଆମର କିଛି ଅସୁବିଧା ନାହିଁ। 4 ମାସ ନ ପରୁଣୁ ବିଲୁଆ ଭୁକିଲାଣି। ତାମାନେ ବିଲୁଆ କଣ ହେଇଛି? ତାର କାରଣ ହେଲା କାଲି ବିଧାୟକ ପୂର୍ବତନ ଯେ ବିଧାୟକ ଅଛନ୍ତି ଭାଷଣ ଦେଲେ ଯେ ଯାହା କରିଛନ୍ତି ନବୀନ ପଟ୍ଟନାୟକ ତାଙ୍କର ବିଜୁଙ୍କ ପଇସାରେ ଆଉ କିଛି ଦେଶରେ କରିନାହାନ୍ତି। ନା ହରେକୃଷ୍ଣ ମହତାବ କରିଛନ୍ତି, ନା ବିଶ୍ୱନାଥ ଦାସ କରିଛନ୍ତି, ନା ନବକୃଷ୍ଣ ଚୌଧୁରୀ କରିଛନ୍ତି, ନା ନଳିନ ଶତପଥୀ କରିଛନ୍ତି, କେହି କିଛି କରିନାହାନ୍ତି। ଏବଂ ଏବେ ବି ଜଳ ପାଣି ଭିତରେ ମାଛଟା ବଞ୍ଚେ ନା ନାହିଁ? ଆପଣ କିଏ ମାଛ ଖାଇଦେବେ, ମାଛ ଧରିଦେବେ, ପାଣିରୁ କାଢିକି ମାଛକୁ ଯେତେବେଳେ ଉପରେ ଠିଆ ହବ କେମିତି ହଉଛି? ସିଏ ବର୍ତ୍ତମାନ କ୍ଷମତା ବାହାର ଛଟପଟ ହଉଛି। କୋଉ କହିଦେଲାଣି ମୁଖ୍ୟମନ୍ତ୍ରୀ ଏବେ ବି ନବୀନ ପଟ୍ଟନାୟକ। ଆପଣ ଜାଣିଥିବେ ଆମର ଯିଏ ପୂର୍ବତନ ଡେଭଲପମେଣ୍ଟ କମିଶନର ଉନ୍ନୟନ ସଚିବ ଥିଲେ ଉପେନ୍ଦ୍ର ବେହେରା, ସେ ମାଙ୍ଗା ଅଞ୍ଚଳର ଲୋକ। ତାଙ୍କର ପ୍ରଚେଷ୍ଟାରେ 2ଟି ମୁଖ୍ୟ ରାସ୍ତା ଗ୍ରାମ ଉନ୍ନୟନରୁ ପୂର୍ତ୍ତ ବିଭାଗକୁ ଗଲା। ସେତେବେଳେ ପୂର୍ବତନ ମନ୍ତ୍ରୀ କିଛି ରୋଲ ନାହିଁ। ଓଡା ନିଶ୍ଚିତ କହିଲି ଲଳିତଗିରି, ଓଡା ମାଙ୍ଗା କଟିକଟା। ଏ 2ଟା ରାସ୍ତା ପୂର୍ତ୍ତ ବିଭାଗ ହେଲା ଦିନୁ ଏଠି ବିବେକ ବାବୁ ବହୁତ ସ୍ତମ୍ଭ ଦେଖୁଛନ୍ତି, ସେ ବୋଧେ 100 ଥର ଲେଖିଦେବେ। କାମ ହେଲା ଦିନୁ କାମ ଫାଟିଛି, ରାସ୍ତା ସରିପାରୁ ନାହିଁ। ଗୋଟେ ଗୋପୀନାଥପୁର କୁଆଁପାଳ ରୋଡ ଅଛି, ସେ ରୋଡକୁ ଜଳ ସମ୍ପଦ ବିଭାଗରୁ ଗ୍ରାମ ଉନ୍ନୟନ ବିଭାଗ ନେଲା। ଗ୍ରାମ ଉନ୍ନୟନ ବିଭାଗ ନେଲା ପରେ ପୂର୍ତ୍ତ ବିଭାଗ ନେଲା। ରାସ୍ତା ସରିଲାର ବର୍ଷ ପରେ ରାସ୍ତା ଦବିଲା। ପୂର୍ବତନ ବିଧାୟକ କହିଲେ ମୂଷା ଗଳିଆ ସାମାଜିକ ମାନଙ୍କ ପାଖରେ ସେ ତଥ୍ୟ ଥବ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଖାଇଲେ। ପାୱାରଫୁଲ
ସିଏ ଯାହା କହିବ ସବୁ ସେୟା। ସେତେବେଳେ ଆମେ ଗୋଟେ ଅଭିଯୋଗ କରିଥିଲୁ ଯନ୍ତ୍ରୀ ନେତା ଠିକାଦାର ମଧୁଚନ୍ଦ୍ରିକା ପାଖାପାଖି 20 କୋଟି ଟଙ୍କାର କାମ ପୁଣି ବର୍ଷେ 2 ବର୍ଷ ଯାଇନି ତ୍ରିବେଣୀ ଚଲ ଭାଙ୍ଗିଲା ଘାଇ ହେଲା 2-3 କୋଟି ଟଙ୍କା 100 ମିଟର ଘାଇରେ ଖର୍ଚ୍ଚ କରି ଯନ୍ତ୍ରୀ ବିଧାୟକ ପୂର୍ବତନ ঠিকাদার কোন ঠিকানা নয় আপিল গাঁর কিন্তু এই তম পঞ্চায়েত ঠিকাদার তাকে বি লুটিলে 8 দিন ହେଲା ରୋଡ ପୁଣି ଦବିଛି 15 ଦିନ ଆମେ 8 ଦିନ ତଳେ ଯାଇଥିଲୁ ପୂର୍ତ୍ତ ବିଭାଗ ଜଳ ସମ୍ପଦ ବିଭାଗ ଯେହେତୁ ଗୋଟା ପଟେ କେନାଲ ଗୋଟା ପଟେ ନଦୀ କାହିଁକି ବାରମ୍ବାର ସେ ରାସ୍ତା ଦବୁଛି ତର୍ଜମା କରିବା ଯେହେତୁ ରାସ୍ତାଟା ଦବିଲା ତୁରନ୍ତ ମରାମତି କାମର ବ୍ୟବସ୍ଥା କରାଗଲା ଦେଖାଗଲା ଯେ ଯେତେ ମେଟେରିଆଲ ପଡୁଛି ତଳକୁ ତଳ ଯାଉଛି କାରଣ ନିର୍ଯାସ ବାହାରିଲା ଯେ ପୂର୍ତ୍ତ ବିଭାଗ ଯେତେବେଳେ ସେ ରାସ୍ତା କରିଛି ଅତ୍ୟନ୍ତ ନିମ୍ନମାନର କରିଛି ସେଥିପାଇଁ ମଧ୍ୟ ମାନ୍ୟବର ଲୋକାଯୁକ୍ତ ଭିଜିଲାନ୍ସ ତଦନ୍ତ ଜାରି ରଖିଛନ୍ତି ଏବେ ମଧ୍ୟ ଭିଜିଲାନ୍ସ କେସ୍ କନିଷ୍ଠ ଯନ୍ତ୍ରୀଙ୍କ ନାଁରେ ଅଛି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କିନ୍ତୁ କାଲି ବିଲୁଆ ଆମର ଭାଷଣ ଦେଲେ ନା କହିବିନି ବିଲୁଆ ଯେ ଆମ ବିଧାୟକ ମାନେ ମୁଁ ସମୟରେ ସେ ଘାଇ କୁଆଡେ 3 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କିଛି ସମ୍ବାଦ କାଗଜରେ କାଲି ବାହାରିଲା 3 ପଇସା ସରକାର ସେ ଘାଇ ପାଇଁ କୌଣସି ଠିକାଦାରକୁ ଦେଇନାହାନ୍ତି ଯଦି ପ୍ରମାଣ ଦେଇଦେବେ ଆଜି ଡେଟରେ ମୁଁ ଇସ୍ତଫା ଦେବି ତମେ ଯଦି ଛଟପଟ ହଉଛ ପୁଣି ଆସିକି ଏମେ ଯାଉ ଦ୍ୱିତୀୟ କଥା ହେଲା ସେ ଯୋଉ ବିଲୁଆ କାଲି ଆଉ ଗୋଟେ କଥା କହିଲେ ବୁକିଲେ କାଲି କହିଲେ ମାଙ୍ଗରେ ବିକାଶ ମୂଳକ କାର୍ଯ୍ୟ ଠପ ହେଇଯାଇଛି ସିଏ ବର୍ତ୍ତମାନ ଅନ୍ଧ ଧୋତ ରାଷ୍ଟ୍ର ତାର ସବୁ ଅଛନ୍ତି ଜେଲା ଚାପଡା ଅଛନ୍ତି ନିଶ୍ଚିତ କହିଲେ 3-4ଟା ସେ ଅବିନାଶ କହିପାରିବ ସେ ନାମ କହିପାରିବି ମା ଗାଁରେ ମଧ୍ୟ 3-4ଟା ଅଛନ୍ତି ସିଏ ଯୋଉ କଥା କହିଲେ ମା ଗାଁରେ ଆପଣମାନଙ୍କ ଆଶୀର୍ବାଦରୁ ଆପଣମାନଙ୍କ ସହଯୋଗରେ ମୋତେ ଦାୟିତ୍ୱ ମିଳିଥିବା ପରେ 28 କୋଟି ପାଖାପାଖି ଗୋଟେ ପୂର୍ତ୍ତ ବିଭାଗ ସଡ଼କ ତରଫରେ ଶୁଭ ଦିଆଯାଇଛି ଏବେ 4 ଦିନ ତଳେ କେବିସି ପିବିସି ଦିଟି କେନାଲ ଅଛି ଡେଲ୍ଟା ଏରିଆରେ ଲୁଣା ଚିତ୍ତୋଳତି ଅଞ୍ଚଳରେ ପାଖାପାଖି 30 କୋଟି ଟଙ୍କାର ଟେଣ୍ଡର ଆୱାର୍ଡ ହେଇଛି ଆହୁରି ମଧ୍ୟ 100 କୋଟିର ଟେଣ୍ଡର ପ୍ରୋସେସରେ ଅଛି ଚିତ୍ତୋଳ ନଦୀରେ 60 କୋଟି ପାଖାପାଖି ମୂଲ୍ୟର ପୋଲର ଏଗ୍ରିମେଣ୍ଟ ହେଇଛି ଏବେ ଶୁଭ ଶିଳାନ୍ୟାସ ହବ ମହାନଦୀରେ 4 ଲକ୍ଷ ଗାଁରେ 129 କୋଟି ଟଙ୍କାର ସାଂସଦ ହେଇଛି ଏବେ ଶୁଭ ହବ ଆହୁରି ଛୋଟ ମୋଟ 1.5 ଲକ୍ଷ 10 ଲକ୍ଷ କୋଟି ଅଶ୍ଲେଶ୍ୱର ମେଡିକାଲ ଏବେ ହବ ଭଦ୍ରେଶ୍ୱର ମେଡିକାଲ ହେଇଛି ଏମିତି ବହୁ କାମ ହଉଛି ଏଇଟା ଅଙ୍ଗ ଦେଖାଯାଉ ନାହିଁ କାରଣ ଦେଖ ବିଲୁଆଟା ପାଗଳା ହେଇଯାଇଛି ଅଙ୍ଗ ବୁଦ୍ଧି କରି ଆସିବ କାଲି ଆଉ ଗୋଟେ କଥା କହିଲେ ଯେ ଆମ ଓଡିଶା ନବୀନ ଓଡିଶାର ସ୍କିମ ଥିଲା ସେ ସ୍କିମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ପଞ୍ଚାୟତକୁ 50 ଲକ୍ଷ ଟଙ୍କା ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ଦେଇଛନ୍ତି ସେ ଟଙ୍କାରେ ମାଙ୍ଗରେ ପାଖାପାଖି ଆମ ବ୍ଲକ କଥା ମୁଁ କହୁଛି ମାଙ୍ଗା ବ୍ଲକ କଥା 172ଟା ପ୍ରୋଜେକ୍ଟ କାମ ହେଇପାରିଲା ନାହିଁ ନଟ୍ ଷ୍ଟାର୍ଟେଡ୍ ରିପୋର୍ଟ ଯେବେ ସିଏ ବିଧାୟକ ପଞ୍ଚାୟତ ରାଜ ମନ୍ତ୍ରୀ ଥିଲେ ପୂର୍ବତନ ପଞ୍ଚାୟତ ରାଜ ମନ୍ତ୍ରୀ ପୂର୍ବତନ ବିଧାୟକ ସେ ଯୋଉ କହୁଛନ୍ତି 50 ଲକ୍ଷ ଟଙ୍କା ଲେଖା ଅଛି ଏବଂ 80 କି 100 ପାଖାପାଖି ପ୍ରୋଜେକ୍ଟ ସେମାନେ କାମ କରନ୍ତୁ ନ କରନ୍ତୁ ବିଲ୍ ନେଇ ପଳେଇଛନ୍ତି ଆଉ 30-32ଟି କାମ ସରିଛି ସିଏ ବିଲ୍ ହେଇନାହିଁ ଆମର ପିଟି ଦିଆଯାଏ କଟକ
तेरा तदंत କରୁଛନ୍ତି ତାପରେ ବିଲ ଆଉ 100 ପ୍ରୋଜେକ୍ଟ ଅନଗୋଇଂ କୋଉଠି ଛାତ ପଡ଼ିନି କୋଉଠି ଲିମିଟର ପଡ଼ିନି ଏ ଯୋଉ ପ୍ରୋଜେକ୍ଟ ଅଛି ତା ଦେହରେ ମଧ୍ୟ ଯେତିକି କାମ କରିଛନ୍ତି ରନିଂ ବିଲ୍ ବା ଆଡଭାନ୍ସ ଦେଇ ଯାଇଛନ୍ତି ସେ କହୁଛନ୍ତି ମୁଁ ତାଙ୍କ କାମ ବନ୍ଦ କରିଛି କୁଆଡେ ତାଙ୍କର ପ୍ରକୃତି ମନ ପଡ଼ିଗଲା ପାଗଳା ହେଲା ପରେ ମନ ପଡ଼େ କୁଆଡେ ମୁଁ କହୁଛି ପିସି ଦିଅ ବିଲ୍ ନିଅ ଏ କଥା ସତ ଯେହେତୁ ବିଲୁଆ ପାଗଳ ହେଇଯାଇଛି ତାର ପୁରୁଣା ପ୍ରକୃତି ଦିନରେ ବି ସ୍ୱପ୍ନ ଦେଖି ମିଳିମିଳୁ ଟଙ୍କା ପଡାଲା ପିସି ପଡାଲା ଦିଟି ଠିକାଦାର ଅଛନ୍ତି ଦିଟି ଠିକାଦାରକୁ ନିର୍ବାଚନ ପରେ ସିଏପି ତାଙ୍କ ପ୍ରତିନିଧି ବିଲୁଆ କି ପାଗଳା କୁକୁର ଯୋଉ ବୋଲୁଛନ୍ତି କହୁଛନ୍ତି ପୁରୁଣା ବାକି ରହିଗଲା ସବୁ ଠିକାଦାରକୁ ଯଦି ନିୟମ ପ୍ରମାଣ କରିବ କହିବେ ସବୁ ଅଫିସର କହିବେ 15 ବର୍ଷ ଭିତରେ ବିନା ଟଙ୍କାରେ ସୁଧ ଦିଆଯାଉନଥିଲା ଆଜି ବି ଗୋଟେ ବିଭାଗ ଅଛି ସେ ବିଭାଗର ଯନ୍ତ୍ର ଥିବେ ଆପଣ ପଚାରି ପାରିବେ ବହୁ ଆପଣମାନଙ୍କ ଭିତରେ ବିଜୁ ଜନତା ଦଳର ଅଛି ଆମ ସାଙ୍ଗରେ ମିଶିଛନ୍ତି ଜାଣିଥିବେ ଆଗେ 2% ଦେବେ ତାପରେ ସୁଧ ଦିଆ ହବ ମେସିନ ଲାଗିବ ଅଫିସର କହିବେ ନହେଲେ କାମ ହେଇପାରିବ ନାହିଁ ବିଲୁଆ ମହୋଦୟ ତୁମେ ପାଗଳ ଭଲ ହେଇଯାଅ ତୁମେ ଏଇଠି ମୁଁ ଏଥର ମଳାସୁର ଘର ଆଗେ ଦେଖା ତୁମେ ବୀରଭଦ୍ରେଶ୍ୱର ଏ ଅଞ୍ଚଳର ମାଙ୍କର ସବୁ ଅଞ୍ଚଳ ଲୋକ ମାନନ୍ତି ମୁଁ ଆଜି ନିଷ୍ପତ୍ତି ନେଇଛି ଆଜି ନବରାତ୍ର ଆରମ୍ଭ ବୀରଭଦ୍ରେଶ୍ୱର ଚରଣ ମୁଁ ବି ଆସିବି ତୁମେ ବି ଆସ ମୁଁ ଯଦି 1% ପଇସା ତାହାକୁ ଆମେ ଲାଞ୍ଚ ମାଗିଥବୁ ବିଷୟ ଦେବି ତୁମେ ଯଦି ବିନା ପଇସାରେ ଗୋଟିଏ ପ୍ରୋଜେକ୍ଟ କରିଥବ ତୁମେ ତାହେଲେ ରାଜନୀତିରୁ ସନ୍ନ୍ୟାସ ନେବ ଏ ନିଷ୍ପତ୍ତି ତୁମକୁ ଟିଭିରେ କହିଲେ ହବନି ଭାଷଣ ଦେଲେ ହବନି